କିଛି ପଲ୍ଲବରେ ଜଡ଼ିତ ଥିବା ଭାଇ ଏବଂ ଭଉଣୀମାନଙ୍କ ମଧ୍ୟରୁ ଯେ କେହି ହେଲେ ଜଣେ ବାକ୍ୟ ପଢ଼ିବାରେ ସାହାଯ୍ୟ କରନ୍ତୁ। ସଦାପ୍ରଭୁଙ୍କ ବିଷୟ ଭୟ ଜ୍ଞାନର ଆରମ୍ଭ। ମାତ୍ର ନିର୍ବୋଧ ଲୋକେ ଜ୍ଞାନ ଓ ଉପଦେଶ ତୁଚ୍ଛବୋଧ କରନ୍ତି। ପ୍ରିୟର ଭାଇ ଏବଂ ଭଉଣୀମାନେ, ସଦାପ୍ରଭୁଙ୍କ ବିଷୟକୁ ଭୟ ଜ୍ଞାନର କଣ ଆରମ୍ଭ। ପ୍ରଭୁଙ୍କର ଗୌରବ ଏବଂ ମହିମା ହଉ। ତ ଆଜିକାଲି ଆମେ ଦେଖୁ ଯେ ପରମେଶ୍ୱରଙ୍କର ପ୍ରତି ଭୟ ନାହିଁ। କାହା ପ୍ରତି ଭୟ ନାହିଁ? ପରମେଶ୍ୱର। ଓକେ, ପ୍ରତି ବରବାନୁଆ ପରମେଶ୍ୱର ଈଶ୍ୱର ପ୍ରତି ବରବାନୁଆ କା ଭୂତ ପ୍ରେତ ପ୍ରତି ଭୟ ଅଛି। ନେକ୍ସଟ, ଈଶ୍ୱର କଣ? ପ୍ରେମମୟ ଈଶ୍ୱର, ତେଣୁକରି ଭୟ କରୁନାହାନ୍ତି ନା କଣ? ଦୟାମୟ ଈଶ୍ୱର କାହା ପ୍ରତି ସେ ଯେତିକି ପ୍ରେମମୟ ସେତିକି ସେ ନ୍ୟାୟବାନ ପରମେଶ୍ୱର ମଧ୍ୟ ଅଟନ୍ତି। ହେଲା, ତେଣୁକରି ପ୍ରିୟର ଭାଇ ଭଉଣୀ ମାନେ, ସଦାପ୍ରଭୁଙ୍କ ବିଷୟକୁ ଭୟ ଜ୍ଞାନର ଆରମ୍ଭ। ଜ୍ଞାନ କୋଉଠୁ ଆରମ୍ଭ ହୁଏ? କୋଉଠୁ ଆରମ୍ଭ ହୁଏ? ସଦାପ୍ରଭୁଙ୍କର ଭୟ। ସଦାପ୍ରଭୁଙ୍କୁ ତ ଆମେ ଦେଖିପାରୁନ, କେମିତି ଭୟ କରିବୁ? ପରମେଶ୍ୱର ତ କାବୁ ନେଲା ଆମେ କେବେ ବରଏ ଈଶ୍ୱରଙ୍କୁ କେହି କେବେ ଦେଖି ନାହିଁ ବୋଲି ବାକ୍ୟ କୁହେ ନାହିଁ। ଆମେ ଈଶ୍ୱରଙ୍କୁ ତ ଦେଖିପାରୁନାହିଁ, କେମିତି ଭୟ କରିବୁ? ଈଶ୍ୱର ଅଛନ୍ତି ବୋଲି ସମସ୍ତଙ୍କର ବିଶ୍ୱାସ ଅଛି ତ? ଈଶ୍ୱର ବିନା ତ ସଭିଙ୍କୁ ବିଶ୍ୱାସ ହେଇଥିଲା। ୟେସ୍, ପ୍ରଭୁଙ୍କର ଗୌରବ। इलागे यदि प्रथम विश्वास बनो परमेश्वर मिनाई बंगाई मनते मिनाई मनते यदि विश्वास बनो एबो अब काबू बरोय। तो प्रथम विषय ईश्वर अछंती बोली आमे यह प्रथम विश्वास करिबा दरकार। एले जाई कि हम माने ईश्वरଙ୍କର प्रति भय करिबा। और ईश्वर अछंती बोली आमे केमिति प्रमाण देई परिबा, केमिति जानिबा? परमेश्वर में नहीं मनते चिंतु बात करे। आमे निजे ही उत्पन्न ही क्या आसी। ए मोबाइल आमे देखुछु, एटार निर्माणकारी जने अछंती ना, एटा को बनाइतिबा व्यक्ति जने अछंती ने। एन मोबाइल बाकिनी मिदो मिनै तेने विश्व ब्रह्मांड जे सृष्टि करिसंती, जेते भी आमे देखुछु समुद्र नदी नाल पर्वत आउ एपरि ईश्वरଙ୍କର सृष्टि आमे देखुछु। सूर्य चंद्र तारा गण नाइ आउ पक्षी गण आउ मछली माछ नाइ विभिन्न प्रकार पशु पक्षी जीव जंतु कीट पतंग ए सब आमे देखुछु। आ माने निजे को मध्ये देखुछु जे आ माने आमनकर सृष्टिकर्ता जणे अछंती। कि अछंती? सृष्टिकर्ता। और मन को सृजन केली मिंडो सिर में आपू मिलाइए। कोई मिलाइए? सिर में आपू सृजन आपू नहीं भाषा कहते सृजन आपू, ओडिया कहते सृष्टिकर्ता नहीं। तो प्रिय भाई भाई मैंने से ईश्वर को भय आम मान जीवन में रहिबा दरकार। कार भय? ईश्वरंकर भय। केउ प्रकार भय आम माने करिबा तांको प्रति? को कार्य पई आमे भय करिबो? अपन पाट लागि तो बरो याबो, चिला छिके लागि तो बरो। निजर बापा मां मान को विषय पई भय करंते? भय करूछंती निजर इना को कोन विषय तो बरो? तुमे माने को आजिर वाक्य विशेष भाव में युवक पीढ़ी मानक युवती मानक ऊपर हेडलाइन रे लेखा जाए आज युवक कि युवती माने पढ़ा कथा कौन लेखा है? ऊपर उपरे बड़ बड़ लेखा है से 7 पद ऊपर कौन लेखा है? हाँ बोलो कर बड़ पाठ रे कुओ क्यों समाज को युवती समाज नहीं नहीं
ଯୁବ ସମାଜ କୁ ଉପଦେଶ। ତ ପ୍ରିୟର ଭାଇ ଭଉଣୀ ମାନେ, ବିଶେଷ ଭାବରେ ଯୁବକ ଯୁବତୀ ମାନେ, ଯେଉଁମାନେ ଯୁବକ ଯୁବତୀ ମାନେ ସଦାପ୍ରଭୁଙ୍କୁ ସମସ୍ତେ ଭୟ କରିବା ଦରକାର ହେଲା। ବିଶେଷ ଭାବରେ ଉପର ହେଡଲାଇନ ତାର 7 ପଦର ଉପର ଭାଗରେ ଯଦି ଆମେ ଦେଖିବା, ତାହେଲେ ଯୁବକ ମାନଙ୍କୁ ଯୁବ ସମାଜକୁ ଉପଦେଶ, ନାଇଁ କି? କେଉଁ ସମାଜକୁ? ଯୁବ ସମାଜ। ଆଜିର ଦୁନିଆରେ ବା ଆଜିର ସମୟରେ ଯଦି ଆମେ ଦେଖିବା, ଯୁବ ସମାଜ ଆଉ ଯୁବତୀ ସମାଜ ଏମିତି ପତନ ଆଡକୁ ଗତି କରୁଛି, ଆଉ ଏମିତି ତାଙ୍କର ଗତିପଥ ପୁରା ଖରାପ ଆଡକୁ ଗତି କରୁଛି, ନାଇଁ କି? ଯୁବକ ଯୁବତୀ କୁଆ उड़ू विचार पार्टी पूरे गलती हो रंग ट्रैक नहीं रंग साइड रे जाउछ, ठीक मार्ग रे जाऊ नांती। तेणु करी युव समाज को गोटे उपदेश देवा पई यह वाक्य अछि। तो प्रिय युवक युवती गण कर्ण डरिकी सुनिबा विषय ହେଲା। ଏହା ଈଶ୍ୱରଙ୍କର ବାକ୍ୟ। କାହାର ବାକ୍ୟ? ଈଶ୍ୱରଙ୍କର ବାକ୍ୟ, ସଲୋମନଙ୍କର ଉପଦେଶ ହେଲା। ଆଉ ସଲମନ ବି ଜଣେ ମହା ଜ୍ଞାନୀ ଥିଲେ, ନାଇଁ? କିଏ ଥିଲେ? ଜ୍ଞାନୀ ଥିଲେ। ଆଉ ସେ ବି ଜଣେ ପିତାଙ୍କର ପୁତ୍ର ଥିଲେ। ଆଉ ସେ ନିଜ ବିଷୟରେ ଲେଖନ୍ତି। ତେଣୁକରି ପ୍ରିୟର ଭାଇ ଏବଂ ଭଉଣୀ ମାନେ, ସଦାପ୍ରଭୁଙ୍କ ବିଷୟକ ବୟ ଜ୍ଞାନର ଆରମ୍ଭ, ବୁଦ୍ଧି ଜ୍ଞାନ ସେଇଠୁ ହିଁ ଆରମ୍ଭ ହୁଏ। ଜ୍ଞାନ କହିଲେ ଆମର ଜାଗତିକ ଜ୍ଞାନ ରହିଛି, ନାଇଁ? ବିଭିନ୍ନ ପ୍ରକାର ଜ୍ଞାନ ରହିଛି, କିନ୍ତୁ ସଦାପ୍ରଭୁଙ୍କୁ ଭୟ କରିବାର ଜ୍ଞାନ ନାହିଁ। ସବୁ ବୁଦ୍ଧି ଅଛି। ପିଲା 4-5 ବର୍ଷିଆ ଛୁଆଟା ବି ଜଣେ ମୋବାଇଲ ଦେଇଦେଲେ ସିଏ ବି ତାର ବେବି ଚଲାଇ ପାରିବ, ନାଇଁ କି? ଆଉ ଠିକ କଣ କଣ ଅଛି କାର୍ଟୁନ ଫାଟୁନ, ନାଇଁ? ଏସବୁ ଚଲାଇ ପାରିବ, ସବୁ କିଛି କରିପାରିବ, କିନ୍ତୁ ସଦାପ୍ରଭୁଙ୍କର ଜ୍ଞାନ ତାଙ୍କଠାରେ ଅଭାବ ରହୁଛି। ଆଉ ଗୋଟେ ବିଷୟ ଆମେ ଦେଖିବା, ସଦାପ୍ରଭୁଙ୍କୁ ଭୟ କରିବା ହିଁ ଜ୍ଞାନର ଆରମ୍ଭ ଅଟେ। ଆଉ ଆଜିକାଲି ସଦାପ୍ରଭୁଙ୍କୁ ଭୟ କରୁନାହାନ୍ତି, ନାଇଁ କି? ଭୟ କରୁଛନ୍ତି କି? ଯଦି ସଦାପ୍ରଭୁଙ୍କୁ ଭୟ କରନ୍ତି, ତାହେଲେ ସେମାନେ ଈଶ୍ୱରଙ୍କର ବିରୁଦ୍ଧାଚରଣ କାର୍ଯ୍ୟ କରିବେ ନାହିଁ ହେଲା। ତାଙ୍କୁ ପ୍ରେମ କରିବା, ଭୟ କରିବା ଅର୍ଥ ତାଙ୍କର ଆଜ୍ଞାକୁ ମାନିବାର ବିଷୟ କୁହାଯାଏ। କଣ? ତାଙ୍କର ବାକ୍ୟ ଆଜ୍ଞାକାରୀ ହେବା ଦରକାର। କେମିତି ଭୟ କରିବା? ଈଶ୍ୱର ଯଦି ମୋ ସଙ୍ଗରେ ଅଛି, ତାହେଲେ ମୁଁ କଣ ଖରାପ କାର୍ଯ୍ୟ କରିବି କି? ଏଇଟା ଭୟ ରହିବାର ଅଛି। ଈଶ୍ୱର ଆମମାନଙ୍କର ବର୍ତ୍ତମାନ ଅନୁଗ୍ରହର ଯୁଗରେ ନୂତନ ନିୟମ ଅନୁସାରେ ଯଦି ଆମେ ଦେଖିବା, ତାହେଲେ ନିଜେ ଆମ ହୃଦୟରେ, ଆମ ମନ୍ଦିରରେ, ତାଙ୍କର ମନ୍ଦିର ଯେ ଆମମାନଙ୍କର ଶରୀରରେ ସେ ବାସ କରନ୍ତି, ନାଇଁ? ପ୍ରଥମ କରନ୍ତୀୟ 3:16 ବାକ୍ୟ ଅନୁସାରେ ଆମେ ଦେଖୁ, ନାଇଁ କି? ତ ନିଜ ଶରୀରରେ ଆମେ ଈଶ୍ୱରଙ୍କୁ ବୁଇ ବୁଲଉଛୁ, ତାପରେ ଈଶ୍ୱରଙ୍କ ସହିତ ରହିକି ଆମେ ଯଦି ଖରାପ କାମ କରିପାରିବା କି? गलती पार्टी दिए ईश्वर क्वेन हृदय तैकने जो माने ईश्वर मो सहित नहीं
ବୋଲି ଭାବନ୍ତି ସେମାନେ ହିଁ ସେଇ ପ୍ରକାର କାର୍ଯ୍ୟ କରନ୍ତି। ପ୍ରିୟର ଭାଇ ଭୟ ମାନେ ଈଶ୍ୱର ଭୟ ନାହିଁ। ଆଜିକାଲି ଆମର ବିଶେଷ ଭାବରେ ବିଶ୍ୱାସୀ ପରିବାରର ପୁଅ ଝିଅ ମାନେ ଈଶ୍ୱର ଭୟ ବିଲକୁଲ ନାହିଁ। ପ୍ରଥମରେ ତ ପିତା ମାତା ମାନଙ୍କର ଭୟ ନାହିଁ, ତାଙ୍କର ଆଦର ସମ୍ମାନ ନାହିଁ, ନାଇଁ କି? ପିତା ମାତାଙ୍କର ଉପଦେଶ ମାନୁନାହାନ୍ତି, ଆଉ କାହିଁକି ଈଶ୍ୱରଙ୍କର ଆଜ୍ଞା ତାଙ୍କୁ ଭୟ କରିବେ, ନାଇଁ? ଯେଉଁ ପିଲା ଯେଉଁ ଝିଅ ପିତାମାତାଙ୍କର ଆଦର ସମ୍ମାନ କରେ ଆଉ ଭୟ କରେ ସେ ଈଶ୍ୱରଙ୍କୁ ମଧ୍ୟ ଭୟ କରିବ, ଅର୍ଥାତ୍ ଈଶ୍ୱରଙ୍କର ଆଜ୍ଞା ଅନୁସାରେ ସେ ଚାଲିବ। ଈଶ୍ୱରଙ୍କର ଆଜ୍ଞା ଦେଇଛି କି ନାଇଁ ପିତାମାତାଙ୍କୁ ସମ୍ମାନ କରିବା? ଦଶ ଆଜ୍ଞାରେ ନାଇଁ କି? ଚତୁର୍ଥ ନା କେତେରେ ଲେଖା ହେଇଛି ଆମର ଯାତ୍ରା ପୁସ୍ତକ 20 ଯଦି ଦେଖିବ, ନାଇଁ କି? ତ ପିତା ମାତାଙ୍କୁ ସମ୍ମାନ କରିବା ଆଉ ସେମାନଙ୍କୁ ଭୟ କରିବା ଆଉ ତାଙ୍କର ଉପଦେଶ ଶୁଣିବା। କିନ୍ତୁ ବର୍ତ୍ତମାନ ସମୟରେ ଆମେ ଦେଖିବା ଉଲ୍ଟା ହେଇଯାଉଛି, ତାର ବିପରୀତ ହେଇଯାଉଛି, ନାଇଁ କି? କେମିତି ହଉଛି? ଉଲ୍ଟା, ବିପରୀତ। ପିଲାମାନେ ଝିଅମାନେ ବାପା ମା ମାନଙ୍କୁ ଡରିବା କଥା, ତାଙ୍କର ଉପଦେଶ ମାନିବା କଥା, ନାଇଁ କି? କିନ୍ତୁ ତାର ଉଲ୍ଟା ହଉଛି। ବର୍ତ୍ତମାନ ପିତାମାତା ମାନେ ତାଙ୍କର ପିଲାମାନଙ୍କୁ ଭୟ କରୁଛନ୍ତି, ତାଙ୍କର ଝିଅମାନଙ୍କୁ ଭୟ କରୁଛନ୍ତି। ସେମିତି ହେଉଛି କି ବାପା ମା ମାନେ? ଯୁବକ ଯୁବତୀ ମାନେ ବର୍ତ୍ତମାନ ବାପା ମା ମାନଙ୍କୁ କାହିଁକି ତାଙ୍କର ଉପଦେଶ ମାନିବେ ବା ତାଙ୍କୁ ଭୟ କରିବେ, କିନ୍ତୁ ବାପା ମା ମାନେ ନିଜର ପିଲା ଝିଅ ମାନଙ୍କୁ ଭୟ କରୁଛନ୍ତି ଆଉ ତାଙ୍କର ଉପଦେଶ ବାପା ମା ମାନେ ମାନୁଛନ୍ତି। ଏମାନେ ଉପଦେଶ ଦେଉଛନ୍ତି ନାଇଁ, ଆଉ ସେମାନେ ଭୟ କରୁଛନ୍ତି ନିଜର ବାପା ମା ମାନଙ୍କୁ, ନିଜର ପିଲାମାନଙ୍କୁ ସେମାନେ ଭୟ କରୁଛନ୍ତି। ପିଲା ବାପା ମା ମାନଙ୍କୁ ଡରାଇକି ରଖୁଛନ୍ତି କୋଉମାନେ? ଯୁବକ ଯୁବତୀ ମାନେ, ନାଇଁ କି? କାହିଁକି ଡରୁଛନ୍ତି ବାପା ମା ମାନେ? ଆରେ ଆରେ ମୋର ପୁଅ ତ ଏମିତି କଥା ମାନୁନି, ମୋର ପୁଅ ତ ମୋର ଝିଅ ତ ଏମିତି ମୋର ଉପଦେଶ ମାନୁନି, ଈଶ୍ୱରଙ୍କର ଆଜ୍ଞା ମାନୁନି, ଈଶ୍ୱରଙ୍କ ପ୍ରତି ତାର ଡର ଭୟ ନାହିଁ, କେତେବେଳେ କଣ ହେଇଯିବ କିସ ହେଇଯିବ ସେଇ ଭୟ ସେମାନଙ୍କୁ ଦିନ ରାତି ହେଉଛି, ନାଇଁ କି? ଏଲେକାନ ବଡ ଆକୁଆ ଜୀବନ ପାଇ ଅଛ। ଆଉ ମୋର ମାନ ମର୍ଯ୍ୟାଦା ଆମର ପରିବାରର ସମସ୍ତ ଚରିତ୍ର କୁ ପଦାରେ ପକାଇବ। ପୁଅ ଯଦି ଯାହା କିଛି ହେଲେ, ଝିଅ ଯଦି ଯାହା କିଛି, ଏଇ ଭୟ ସବୁବେଳେ କଣ ହଉଛି? ଘେରି ରହୁଛି। ତ ପ୍ରିୟର ଯୁବକ ଯୁବତୀ ଭାଇ ଭଉଣୀ ମାନେ, ଯେଉଁମାନେ ଏ ପ୍ରକାର ବାପା ମା ମାନଙ୍କୁ ଭୟଭୀତ କରିକି ବଢିଆ ବୋଲି ଭାବୁଛନ୍ତି, ସେମାନେ କାନ ଖୋଲକେ ଶୁଣ ହେଲା, କର୍ଣ୍ଣ ଧରିକି ବା କାନ ଖୋଲିକି ଶୁଣ, ସେମାନଙ୍କର ଭୟଙ୍କର ପରିଣାମ ହେବ। କଣ ହେବ? ଭୟଙ୍କର परिणाम। ऐसो मुश्किल रिया घटना के दुखु होबा लगे जो पुओ हो बा झील हो जदि पिता मातांकर अबाध्य होइकी से रहिबो और से परि तार जीवन अतिबाहित करिबो से पुओर जीवन रे बा से झीवर जीवन रे ईश्वरको कौन सी प्रकार आशीर्वाद रहिबो नाही। प्रथम विषय कौन रहिबो नाही? आशीर्वाद रहिबो नाही। पितामाता मानक जो डराइकी रखुचंती हैला, सम्मान करूनांती,
ସେ 10 ଆଜ୍ଞା ଭିତରୁ ସେ ପିତାମାତାଙ୍କୁ ଯୋଉଟା ସମ୍ମାନ କରିବା ସେଟା ସେମାନେ ଏକରେ ମାନୁନାହାନ୍ତି। ଆଉ ଯେଉଁ ପୁଅ ବା ଝିଅ ପିତାମାତାଙ୍କର ଆଜ୍ଞା ମାନନ୍ତି ନାହିଁ, ତାଙ୍କର ଉପଦେଶ ମାନନ୍ତି ନାହିଁ, ଆଉ ସେମାନଙ୍କୁ ଭୟ କରନ୍ତି ନାହିଁ, ସେମାନେ ହିଁ ଖରାପ ରାସ୍ତାକୁ ଯାଆନ୍ତି। ସେମାନେ ହିଁ ଖରାପ ସାଙ୍ଗସାଥି ମାନଙ୍କ ସହିତ ସାଙ୍ଗ ହୁଅନ୍ତି। ସେମାନେ ହିଁ ଦୁଷ୍ଟ ହୁଅନ୍ତି। ତାଙ୍କର ଚରିତ୍ର ହିଁ ଖରାପ ହେଇଯାଏ। ସେମାନେ ହିଁ ଭୟଙ୍କର ଶେଷରେ ମଣିଷ ହେବେ। କିନ୍ତୁ ପରିଣାମ ରହିଛି। କଣ ରହିଛି ପରିଣାମ? ସେଇ ପରିକା ପୁଅ ଝିଅ ମାନେ କେବେ ହେଲେ ବି ଜୀବନରେ ଶାନ୍ତି ବି ପାଇବେ ନାହିଁ, ସୁଖ ବି ପାଇବେ ନାହିଁ, ପୁରା ଜିନ୍ଦଗି ବର୍ବାଦ ହେଲା। ଯେଉଁ ପୁଅ ବା ଝିଅ ବାପା ମା ମାନଙ୍କ ଜୀବନରେ ଯଦି ଧକ୍କା ବା ଦୁଃଖ ଦେଇକି କାର୍ଯ୍ୟ କରିବ, ବାପା ମାଙ୍କୁ କନ୍ଦେଇକି ଅପମାନ କରିକି ସେ ସୁଖରେ ରହିବି ବୋଲି ଚିନ୍ତା କରିବ, ତାହା କେବେ ବି ପସିବୁଲ ନାହିଁ, ତାହା ସମ୍ଭବପର ନୁହେଁ। କେବେ ବି ସେ ଶାନ୍ତିରେ ରହିପାରିବ ହେଲା। କେତେ ଭଲରେ ବାପା ମା ମାନେ ନ ଖାଇ ନ ପିଇ ଦିନ ରାତି ଖରାରେ ବର୍ଷାରେ ପରିଶ୍ରମ କରିକି ପାଠ ପଢାଉଛନ୍ତି, ବସ୍ତ୍ର ଯୋଗାଉଛନ୍ତି, ଆଉ ଖାଇବା ପିଇବା ଦେଉଛନ୍ତି। ଆଉ ଏନା ବଡ଼ଦିନ ବି ଆସୁଛି, ପର୍ବପର୍ବାଣି, ବାପା ମା ମାନେ ମଧ୍ୟ ତାଙ୍କର ପୁରୁଣା ଡ୍ରେସରେ ଚିଣ୍ଡା ପିଣ୍ଡା ହେଇକି ରହିକି ବି ସେମାନେ ଆମର ପିଲାମାନେ ଭଲ ଟିକେ ଡ୍ରେସ ପିନ୍ଧନ୍ତୁ ବୋଲିକରି ସେମାନେ ନ ପିନ୍ଧିକି ବି ଡ୍ରେସ ପିନ୍ଧାଉଛନ୍ତି। କିନା ସବୁ ମାନଙ୍କର ଛୁଆ ମାନଙ୍କର ପିନ୍ଧିଥିବ, ସମସ୍ତଙ୍କର ପିଲାମାନେ ଆମର ଛୁଆ ମାନଙ୍କୁ ବି ଟିକେ ନୂଆ ଡ୍ରେସ ପିନ୍ଧେଇ। ତ କେତେ ଚିନ୍ତା କରୁଛନ୍ତି, କେତେ ତାଙ୍କର ଲକ୍ଷ୍ୟ ରହିଛି ତୁମର ଭବିଷ୍ୟତ ଗଢିବା ପାଇଁ। ଆଉ ସେଇ ସବୁ ବିଷୟକୁ ଚୁରମାର କରିଦେଉଛନ୍ତି। ପିତାମାତାଙ୍କର ଯୋଉ ଇଚ୍ଛା ଥାଏ, ଯୋଜନା ଥାଏ, ସେ ସବୁକୁ ଅଧୁରା ହୋଇକି ରହିଯାଏ। ତ ବାପା ମା ମାନଙ୍କ ଜୀବନ ବହୁତ ଦୁଃଖ କଷ୍ଟ ପହଞ୍ଚେଇ ଦେଉଛନ୍ତି। ଆଉ ସେଇ ପରିକା ପିଲାମାନେ ବା ଝିଅ ମାନେ କେବେ ହେଲେ ବି ଶାନ୍ତିରେ ରହିବେ ନାହିଁ ହେଲା। ତାପରେ କହିବେ ମୁଁ ମୋର ବାପାକୁ ଡରାଇ ଦେଇଛି, ପୁରା 1 ନମ୍ବର ହିରୋ ବନ ଗଏ ନାଇଁ କି। ଆଉ ଝିଅ ମାନେ କହିବେ ମୁଁ ବି ମୋର ମା ବାପା ମାନଙ୍କୁ ଡରାଇ ଦେଇଛି, ସେ ହଉଛି ନମ୍ବର 1 ହିରୋ ନାଇଁ କି। ମୁଁ ଯାହା କହିବି ସେଟା ସେମାନେ ଦେବେ, ମୁଁ ଯାହା କହିବି ସେଇଟା ସେମାନେ କରିବେ, ମତେ କେହି ମନା କରିବେ ନାହିଁ। ମୁଁ ଯିବି ମାନେ ଯିବି କହିଲେ ମନା କରିବେ ନାହିଁ। ମନା ତ କରିବେ ନାହିଁ, ଡରାଇ ତ ଡରେଇଛନ୍ତି, କିନ୍ତୁ ଶେଷର ପରିଣାମ କଣ ହେବ? ପିତାମାତା ମାନଙ୍କୁ ଦୁଃଖ ଦେଇକି ଯେ ତୁମେ ଏନ୍ଜୟ କରିବ କି ତୁମର ଯାହା ବି କରୁଛ ତାହା ଈଶ୍ୱର ସବୁ ହିସାବ କିତାବ ରଖୁଛ। ପିତାମାତା ମାନଙ୍କୁ ଅସମ୍ମାନ କରିକି ତାଙ୍କର ଉପଦେଶ ନ ମାନିକି ଯେଉଁ ପିଲା ବା ଝିଅ ସେପରି କାର୍ଯ୍ୟ କରନ୍ତି, ସେମାନେ ସମସ୍ତେ କୌଣସି ପ୍ରକାର ଆଶୀର୍ବାଦ ପାଇବେ ନାହିଁ, ଆଉ ଜୀବନରେ ମଧ୍ୟ ଶାନ୍ତି ପାଇବେ ନାହିଁ, ଆଉ ସେମାନଙ୍କ ପାଇଁ ଭୟଙ୍କର ଦଣ୍ଡ ରହିଛି। ତେଣୁକରି ପ୍ରିୟର ଭାଇ ଭଉଣୀ ମାନେ ଲେଖାଯାଏ ସଦାପ୍ରଭୁଙ୍କ ବିଷୟକ ଭୟ ଜ୍ଞାନର ଆରମ୍ଭ, ମାତ୍ର ନିର୍ବୋଧ ଲୋକେ ଜ୍ଞାନ ଓ ଉପଦେଶକୁ ତୁଚ୍ଛ ବୋଧ କରେ। କିଏ? ମାତ୍ର ନିର୍ବୋଧ ଲୋକେ अपनी मूर्खु इन्हीं ज्ञान बुद्धि उपदेश या बुद्धि लाना चाहिए चिकिया तुच्छ करे वीणा सामग्री वीणा का आयुनिया का तुच्छ करिबे से मानिबो ना। तेणुकर कहते तुम निर्बोध कर किसी बुझी पारुन, एते कहले भी एते बुझेले भी बोली कहते नहीं। ଯେତେ ବୁଝେଇଲେ ବି ଯେତେ କହିଲେ ବି ତୋର କାନ ଶୁଭୁନି, ଆଉ ତୁ ଶୁଧୁନୁ, ମାନେ ମୂର୍ଖତା ପରି ସେମାନେ କେବେ ବୁଝନ୍ତି ନାହିଁ। ଆଉ ସେମାନେ ହିଁ ସେ ପ୍ରକାର ଉପଦେଶକୁ ତୁଚ୍ଛ କରନ୍ତି, ଈଶ୍ୱରଙ୍କର ବାକ୍ୟକୁ ମଧ୍ୟ ସେମାନେ ତୁଚ୍ଛ କରନ୍ତି। ଏକରେ ତ ନିଜର ପିତାମାତା ମାନଙ୍କର କଥା ଯିଏ ଅମାନ୍ୟ କରେ ସେ କେବେ ହେଲେ ଈଶ୍ୱରଙ୍କ ବାକ୍ୟକୁ ରିସିଭ କରିପାରିବ ନାହିଁ, ଏହା ମୁଁ ବିଶ୍ୱାସ କରିପାରେ ନାହିଁ ରିସିଭ କରିବ ବୋଲି।
ଯିଏ ବାପା ମା ମାନଙ୍କର କଥା ମାନୁନି ସେ କଣ ଈଶ୍ୱରଙ୍କର ବାକ୍ୟ ମାନିବ କି? ନାଇଁ, ତାର ଦେଖିଲେ ଯାଉଥିବା ବାପା ମା ଛୋଟରୁ ବଡ କରିକି ଆଉ ତାକୁ କେତେ ଯତ୍ନରେ ବୁଢାଇଛି, ସେ ବାପା ମା ମାନଙ୍କୁ ତ ସେ ସମ୍ମାନ ଦେଇ ପାରୁନାହିଁ, ଆଉ ତାଙ୍କର କଥା ତ ମାନି ପାରୁନାହିଁ। ଯେ ଈଶ୍ୱରଙ୍କୁ ଦେଖି ପାରୁନାହିଁ, ତାକୁ କଣ ମାନିବ କି? ତାର ବାକ୍ୟ କଣ ମାନିବ କି? ନାଇଁ। ସେଇ ପରୀକ୍ଷା ହେଉଛି ଆମର ବିଶେଷ ଭାବରେ ବିଶ୍ୱାସୀ ଭାଇ ଭଉଣୀ ମାନଙ୍କ ପୁଅ ଝିଅ ମାନଙ୍କ ବିଷୟରେ କହିବାକୁ ଚାହେଁ। ହଁ, ଆୟୁବ ପୁସ୍ତକ 28 ଅଧ୍ୟାୟ ତାର 28 ପଦ ପଢି ଦିଅନ୍ତୁ। ପୁଣି ସେ ମନୁଷ୍ୟକୁ କହିଲେ, ଦେଖ, ପ୍ରଭୁ ବିଷୟକ ଭୟ ହିଁ ଜ୍ଞାନ ଓ କୁକ୍ରିୟା ତ୍ୟାଗ ହିଁ ବୁଦ୍ଧି। ପ୍ରଭୁଙ୍କର ଗୌରବ ଏବଂ ମହିମା ହଉ। ଆୟୁବ ପୁସ୍ତକରେ ମଧ୍ୟ ସେ ସମାନ ବାକ୍ୟ ଲେଖାଯାଏ। କଣ ଲେଖାଯାଉଛି? ପୁଣି ସେ ମନୁଷ୍ୟକୁ କହିଲେ, କାହାକୁ କହିଲେ? ମନୁଷ୍ୟକୁ କହିଲେ, ଦେଖ, କଣ କହୁଛି? ଦେଖ मेरे दो ନେଲେ କେନେ ନେଲେ ଦେଖ, ପ୍ରଭୁ ବିଷୟକ ବଳ ହିଁ ଜ୍ଞାନ ଓ କୁକ୍ରିୟା ତ୍ୟାଗ ହିଁ ବୁଦ୍ଧି। ପ୍ରଭୁ ବିଷୟକ ବଳ ହିଁ ज्ञान, परमेश्वर बरती त्यागे ज्ञान दो बुद्धि दो, ठीक है ना? ज्ञान या सिया को मन होते तो का सिया या बुद्धि को बसर परमेश्वर को विषय को बल ही ज्ञान एवं बुद्धि बोली हुआ जाए। ଆଉ କୁକ୍ରିୟା ତ୍ୟାଗ ହିଁ ବୁଦ୍ଧି। କୁକ୍ରିୟା ମାନେ କିଏ ରହିବ? खराब एमएतो को, खराब सेवे को, खराब अभ्यास को कुक्रिया कले समस्त प्रकार मंद विषय, खराब कथबार्ता है, खराब चिंता गुड़ा आ खराब सांगसाथी मानक सहित मिसिबा सबू खराब कथबार्ता करवा, ये सब खराब विषय सब देखा, खराब विषय सब शुणा, खराब सांगसाथी मान सहित सांग होगा, ये सब कुक्रिया अटे। और से परिका कार्य करवा दुष्टामी सब कुकार्य, ये सब त्याग ही बुद्धि। यदि से सब त्याग करुछि ताले से बुद्धिमान बोली कुआजी। केबे त्याग करिवो, केबे चलिबो? जेते बळे से प्रभु को भय करिवो बा पितामातांकर भय करिवो, आ तांकर आदर सम्मान करिवो, तांकर उपदेश मानिवो। आ हेले जाय कि से कोन हेबो? बुद्धिमान हेबो। कुक्रिया न चलिया पर्यंत से बुद्धिमान हेबो। हसा पुस्तक ता ही लिखा जाए, आमे अनेक तरह पढ़ी अच्छु नहीं कि हसे पुस्तक तारी केते 4 ना 4 ओके। हसे पुस्तक 4 पद पढ़ंतु 4 अध्याय 6 पद। आंभर लोक माने ज्ञानर अभाव सकाशु विनष्ट होई अछंती। आंभर लोक माने ज्ञानर अभाव सकाशु कोन होई अछंती? विनष्ट। आना हो को ज्ञान बुद्धि रे अभाव के कारण पे, कमी के कारण पे चिके होतना नाश होतना, कोई में होतना या सदा प्रभु ची सदा प्रभु
ସଦାପ୍ରଭୁ ଆଉ ସଦାପ୍ରଭୁର ଅନ୍ତର ଅଛି ନାଇଁ କି? ସଦାପ୍ରଭୁ ମାନେ ସଦା ସର୍ବଦା ଥାଆନ୍ତି ଆଉ ସଦା ସର୍ବଦା ସେ ଆମମାନଙ୍କୁ ଦେଖନ୍ତି, ସେ ହଉଛନ୍ତି ସଦାପ୍ରଭୁ। ତେଣୁକରି ଆମ୍ଭର ଲୋକମାନେ ଜ୍ଞାନର ଅଭାବ ସକାଶୁ, କଣ ଅଭାବ ସକାଶୁ? ଜ୍ଞାନର ଅଭାବ ସକାଶୁ ବିନଷ୍ଟ ହଉଛନ୍ତି। କୌଣସି ପ୍ରକାର ଖାଦ୍ୟ ବସ୍ତ୍ରର ଅଭାବ ସକାଶୁ ନାହିଁ ବୋଲି କହୁଛି ହେଲା ନା, ଖାଦ୍ୟ ବସ୍ତ୍ର ପାଇଁ ବିନଷ୍ଟ ହଉଛନ୍ତି ବୋଲି कौची की इसके जमी अमेरिका को नाम तांत्रिक ना से अपना मैंने इस पे एंदो ज्ञान या बुद्धि के बानो कारण पे कुछ क्या होता ना विनाश विनष्ट होता ना को नाश होता ना ज्ञान और अभाव सकाश अंबर लोक विनष्ट हो तो दुलारे हगानो मिसिको যদি জ্ঞান বানোয়া বুদ্ধি বানোয়া এন্ড চিকেওয়া বিনাশ হবে अपन ज्ञान साधन ज्ञान बुद्धि तो मिना का है बुद्धि पूरे मिना चलाक चतुर मिना बुद्धि बहुत अच्छी नहीं खराब बुद्धि भी अच्छी की बुद्धि खराब बुद्धि अच्छी केमती बापा माँ को टकीबा से बुद्धि भी अच्छी की नहीं केमती काकु टकीबा केमती कौन कथा वार्ता करबा केमती कौन डांचरा से बुद्धि सब अच्छी पाठ साठ पढ़िबार सब बुद्धि अच्छी पाठ साठ पढ़िबा किसी भूल नुहे सेटा पढ़िबा कथा हैला आ को दिगरो बुद्धि खराब बुद्धि भी अच्छी भल बुद्धि भी अच्छी किंतु ईश्वर को ज्ञानर बुद्धि एटा नहीं कौन नहीं पाठ पढ़ी नहीं कि बेसी जब कहब आजकल छुआ मैंने इंग्लिश रे भी गाड़ी दे कौन कौन कहदेवे नहीं कि बापा चुप चेरा को सही करला कहबे नहीं कौन कहला बेसी पाठ पढ़ेले इंग्लिश रे भी गाड़ी दियंती पाठ पढ़ातु आउ एपरी हेउछि आ सब ज्ञान अच्छी किंतु से माने हुए तो ताकर पास्ट डियर थिबे किए टपर थिबो नहीं कि सब पढ़िथिबे किंतु ईश्वर को ज्ञान नहीं ईश्वर भय नहीं माने ज्ञान नहीं सब किछि पढ़िकी सब किछि जानिकी यदि ईश्वर भय नहीं पिता माता आदर सम्मान नहीं तुमर पाठ पढ़ा तुमर डिग्री और तुमर जेते भी टैलेंट अछि ना सेटा किछि काम को नहीं आसीबो किसका काम में नहीं आएगा हैला कोई काम में नहीं आएगा सेटा किछि काम रा आसीबो अरे एते पढ़ी जे कोन हैला तार बापा मां को तो कातिर करू नहीं तार बापा मां रो कथा तो मानो नहीं ए पुओटा बाळुंगा टका की टका बाळवा पिला एते पढ़ी जे कोन हैला तार बापा मां मान को टिके बोल रे आदर सम्मान करुछि ना तार बापा मां रो कथा मानुछि नहीं तुमर पाठ पढ़ार कौन मर्यादा रहा कि तुम डिग्री कौन मर्यादा रहा कि नहीं जदि तुम्हें जेमिति ठपर होइतबो सेपरी तुमर जदि चरित्र ठीक थिबो तुमर गुण ठीक थिबो पिता माता आदर सम्मान ठीक थिबो बड़ लोक मानक प्रति तुमर सम्मान आदर ठीक थिबो ताहेले समस्त कहबे ए जणे भलो झियो भलो पुओ नहीं ओडिया कथार गोटे कथा अच्छी कौन तुलसी दुई पत्रु आसे बोले तो नहीं तुलसी गच समस्त देखी तुलसी दार सांगु नीला सुवना इलारे मन दचिके ना ओ तुलसी पत्ता का सुवना चिपी सुवना एंद तुलसी पत्र छोटरू ही तार बासना हुए अर्थात सेटा मनुष्यर आचार व्यवहार तार चाल चलन तार स्वभाव छोट बेले ही देखा जीव केमिति पितामाता मानकर आदर सम्मान करे और केमिति पितामाता को भय करे केमिति कथा माने सेटा सान बेले ही देखा जीव नहीं हाँ यही पिलाटा यही झीलटा बहुत भल
ଆଗକୁ ଆହୁରି ଭଲ ହେବ ବୋଲି ସମସ୍ତେ ତାର ପ୍ରଶଂସା କରିବେ, ନାଇଁ କି? ତେଣୁକରି ଆଜିର ଆମର ବିଶ୍ୱାସୀ ଭାଇ ଭଉଣୀ ମାନଙ୍କ ଭିତରେ ଆଉ ବିଶ୍ୱାସୀ ଯୁବକ ଯୁବତୀ ମାନେ ଏସବୁ ବିଷୟ ଭୁଲି ଯାଉଛନ୍ତି, ବାପା ମାଙ୍କୁ ଡରାଇକି ରଖୁଛନ୍ତି ବହୁତ ପରିବାର, ନାଇଁ କି? ଆଉ ଦାବି ବି କରୁଛନ୍ତି, ଏଇଟା ନହେଲେ ମୁଁ ପଢିବି ନାହିଁ, ଏଇଟା ନହେଲେ ମୁଁ ଯିବି ନାହିଁ ସ୍କୁଲ କଲେଜ, ନାଇଁ। ଯୋଉଟା ଜରୁରୀ ଦରକାର ସେଟା ପାଇଁ ଦାବି କର, ବାପା ମା ମାନେ ବି କିଣିଦେବେ ହେଲା। ତୁମର ଯଦି ଡ୍ରେସ ନାହିଁ, ତୁମର ଖାତା ପତ୍ର ଆଉ ବହି ପତ୍ର ଯାହା ବି ଦରକାର ସେଇଟା ପାଇଁ ମାଗନ୍ତୁ। ଆଉ ଯୋଉଟା କି ଅଦରକାରୀ ଜିନିଷ ବର୍ତ୍ତମାନ ଦରକାର ନାହିଁ ସେପରିକା ବିଷୟ ଯଦି ତୁମେ କହିବ ତାହେଲେ ସେଟା ବାଧ୍ୟବାଧକତା କରିବା କଥା ନୁହେଁ, ହେଲା। ବୁଝିପାରୁଛ ପିଲାମାନେ? ସମଝାଉଛ ନବୁ? ଆଚ୍ଛା, ଯୋଉ ଟୋକା କିମ୍ବା ଟୋକି ଯଦି ଈଶ୍ୱରଙ୍କର ଭୟ ନାହିଁ ଆଉ ପିତାମାତାଙ୍କର ଭୟ ନାହିଁ, ତ ବାଇବେଲରେ ଗୋଟେ ରହିଛି ସେଇ ସାମସନଙ୍କ ଜୀବନରେ, ନାଇଁ କି? କାହାର ଜୀବନରେ? ବିଚାରକର୍ତ୍ତାରେ ଲେଖା ଯାଇଛି, ହେଲା। ତାର ପରିଣାମ ଭୟଙ୍କର ହେଲା। କେମିତି ହେଲା? ଭୟଙ୍କର ହେଲା। ଟିକେ ପଢିବା ବାକି। ବିଚାରକର୍ତ୍ତା 14:1 ବୋଧେ। ବିଚାରକ ଦେଖନ୍ତୁ ଭଉଣୀ, ସାମସନ ତିମ୍ନାକୁ ଯାଇ ସେ ସ୍ଥାନରେ ଫିଲିଷ୍ଟିୟ ମାନଙ୍କ କନ୍ୟାଗଣ ମଧ୍ୟରେ ଗୋଟିଏ ସ୍ତ୍ରୀ ଲୋକକୁ ଦେଖିଲା। ହଁ, ଆଉ ଥରେ ପଢି ଦିଅନ୍ତୁ। ଅନନ୍ତର ସାମସନ ତିମ୍ନାକୁ ଯାଇ ସେ ସ୍ଥାନରେ ଫିଲିଷ୍ଟିୟ ମାନଙ୍କ କନ୍ୟାଗଣ ମଧ୍ୟରେ ଗୋଟିଏ ସ୍ତ୍ରୀ ଲୋକକୁ ଦେଖିଲା। ସାମସନ କୋଉଠିକି ଯାଇଛି? ଅନନ୍ତର ସାମସନ ତିମ୍ନାକୁ ଯାଇ, ସେଟା ଗୋଟେ ସହର ବା ଗାଁ, ସେଇଠି ଯାଇକି ସେ ସ୍ଥାନରେ ଫିଲିଷ୍ଟିୟ ମାନଙ୍କ କନ୍ୟାଗଣ ମଧ୍ୟରେ ଗୋଟିଏ ସ୍ତ୍ରୀ ଲୋକକୁ ଦେଖିଲା। କାହାକୁ ଦେଖିଲା? ସ୍ତ୍ରୀ ଲୋକ ଦେଖିଲା। ତାପରେ 2 ପଦ ପଢି ଦିଅନ୍ତୁ। ତହୁ ସେ ଆସି ଆପଣ ପିତା ଓ ମାତାକୁ କହିଲା, ମୋ ସାମ୍ନାରେ ଫିଲିଷ୍ଟିୟ ମାନଙ୍କ କନ୍ୟାଗଣ ମଧ୍ୟରେ ଗୋଟିଏ ସ୍ତ୍ରୀ ଲୋକ ଦେଖିଅଛି। ଏଣୁ ତୁମ୍ଭେମାନେ ଏବେ ତାହାକୁ ଆଣି ମତେ ବିବାହ ଦିଅ। ତାହାକୁ ହିଁ ମୋର ମନ ଦେଇଛି, ନାଇଁ? କାହାକୁ? ସେଠି ମୋର ମନ ଲାଗି ଯାଇଛି, ତାକୁ ହିଁ ମୁଁ ବାହା ହେବି, ନାଇଁ? ସେମିତି ପୁରା ସେପରି ପିତାମାତାଙ୍କୁ ଆସିକି କହୁଛି, ମୁଁ ତାକୁ ହିଁ ବାହା ହେବି। ଆଉ ତାର ବାପା ମା ମାନେ ଯେତେ ବୁଝେଇଲେ ମଧ୍ୟ ବୁଝୁନାହିଁ, ହେଲା। ଏଟା ଲମ୍ବା ଅଛି, ପଢିବାକୁ ଟିକେ ସମୟ ଲାଗିବ, ସମୟ ବି ଇସାରା ଦେଲାଣି। ତେଣୁକରି ଆମେ ଦେଖିବା, ତ ସେଇ ସାମସନକୁ ବହୁତ ବୁଝେଇଲେ ତାର ବାପା ମା। ଆରେ ଆମେ ତ ଜିହୁଦୀ ଲୋକ, ଆମେ ତ ଈଶ୍ୱରଙ୍କର ଲୋକ, ଆଉ ସେ ଫିଲିଷ୍ଟିୟ ମାନଙ୍କୁ ବିବାହ କରିବା ନାହିଁ। ଆଉ ଆମ ମାନଙ୍କ ଗୋଷ୍ଠୀ ମଧ୍ୟରେ, ଆମମାନଙ୍କ ଜାତି ମଧ୍ୟରେ ହିଁ ଝିଅକୁ ଦେଖିବା ଆଉ ତୋର ପାଇଁ ବୋଉ କରିବା, ନାଇଁ କି? କେତେ ବୁଝେଇଲେ ଆଉ ଏତ ବୁଝୁନାହିଁ, ନାଇଁ କି? ସେଇଠିକି ଯାଇଛି ଆଉ ଦେଖିଦେଇଛି କାହାକୁ? ଫିଲିଷ୍ଟିୟ ବଂଶର ବା ସେଇ ଜାତିର। ତ ସେଇଠି ତାର ମନ ଲାଗି ଯାଇଛି ଆଉ ସେ ତାର ବାପା ମା ମାନଙ୍କୁ ବାଧ୍ୟ କଲା। ଆଉ ତାର ପୁଅର କଥାରେ ସେମାନେ ନ ରାଜି ହେଲେ ସୁଦ୍ଧା ସେମାନେ ତାଙ୍କ ସହିତ କଣ କରିଦେଲେ? ବିବାହ କରିଦେଲେ, ହେଲା।
ବିବାହ ସିନା କରିଦେଲେ, ଆଉ ପରେ ସାମସଙ୍ଗର ଜୀବନ କେମିତି ହେଲା? ବହୁତ ଭୟଙ୍କର, ବହୁତ ସାଂଘାତିକ ଅବସ୍ଥା ହେଲା ତାର। ଆଉ ଯାହାକୁ ବିବାହ କଲା ସେ କଣ କଲା? ତାକୁ ଧୋକା ଦେଲା। କଣ କଲା? ଧୋକା ଦେଲା। ତାର ଯୋଉ ଶକ୍ତି, ତାର ଯୋଉ ଚୁଟି, ତାର 7 ବେଣୀ ନା କେତେ ବାନ୍ଧିଥିଲା ସେଇଟା ନାସିରିବ ବୋଲି, ଆଉ ସେଇଟା ହେଲେ ତାର ଈଶ୍ୱର ତା କହିଥିଲେ ଏଇଟା ତୁମେ କାଟିବ ନାହିଁ ବୋଲି କରି। ଆଉ ପରମେଶ୍ୱରଙ୍କର ଆତ୍ମା ତାଙ୍କଠାରେ ରହିକି ସେ ବଳବାନ ଆଉ ସେ ଫିଲିଷ୍ତୀୟ ମାନଙ୍କ ସହିତ ଯୁଦ୍ଧ କରୁଥିଲା। ସେ ଗେଟକୁ ମଧ୍ୟ ଧରିକି ଫିଙ୍ଗି ଦେଉଥିଲା, ଆଉ ବାଳକୁ ମଧ୍ୟ ଧରିକି ଚିରି ଦେଉଥିଲା। ଏମିତି ଶକ୍ତିଶାଳୀ, ଏକାଥରେ 30-40 ଜଣକୁ ମାରିକି ମରାଇ ଦେଉଥିଲା। ଏପରି ବଡ ଶକ୍ତି ଥିଲା। ଆଉ ସେ ସେ ଭାବୁଛି ଯେ ମୋ ସହିତ ପରମେଶ୍ୱର ଅଛନ୍ତି ବୋଲିକି ସେ ଦଲିଲା। ଆଉ ଜଣେ କିସ ତାର ନା, ସେଇ ସ୍ତ୍ରୀ ତାଙ୍କୁ ବହୁତ ପ୍ରେମ କଲା। ଆଉ ଏମିତି କହିଲା ତାକେ, ତୋର ବଳ ଶକ୍ତି କେଉଁ ଜାଗାରେ ଲୁଚେଇଛୁ? ଏପରି କହି ତାକେ ପୁଷଲେଇଲା, ତାର କୂଳରେ ଶୁଆଇଲା ନାଇକି ସାମସଙ୍ଗ। ତାପରେ ସତ କଥା କହିଲା, ତାପରେ ତ କାଟି ପକେଇଲା। ଆଉ ତାପରେ ତାର ବଳ ଶକ୍ତି ଜାଣି ଯାଇଛି। ଆଉ ଫିଲିଷ୍ତୀୟ ମାନେ ଯେତେବେଳେ ଆସିକି ଧରିବା ପାଇଁ ଧରିଲେ, ସେ ସମୟରେ ଆଗ ପରି ମୋର ବଳ ଦେଖାଇକି ଏମାନଙ୍କୁ ପରାସ୍ତ କରିବି ବୋଲି ଉଠି ପଡିକି ଧରୁଛି। ଆଉ ଜଟପଟ ହେଉଛି ପୁରା। ଜଣେ ଲୋକ ଧରିଲେ ବି ସେ ଅଟକି ଯାଇଛି। ତା ମାନେ ସେଟା ବଳ ପଳେଇ ଯାଇଛି, ପରମେଶ୍ୱରଙ୍କ ଆତ୍ମା ପଳେଇ ଯାଇଛି। ଆଉ ସେ କିଛି କରିପାରୁନି। ତାପରେ ତାର ଅବସ୍ଥା କଣ ହେଲା? ତାକୁ ବାନ୍ଧିଲେ ନାଇଁ କି, ଚିକିକ ବାନ୍ଧିଲେ ତାକୁ। ତାପରେ ଏତେ ହଜାର ଲୋକ ତାକୁ ଦେଖିବା ପାଇଁ ଆସିଲେ। ଆଉ ତାକୁ ଆଖି ଟଡା ଗଲା ଲାଷ୍ଟରେ। କଣ ଆଖି ଅବସ୍ଥା କେମିତି ହେଲା? ବାପା ମାଙ୍କର କଥା ନ ମାନିବାରୁ ଭୟଙ୍କର ପରିଣାମ ହେଲା। ଆଉ ଲାଷ୍ଟରେ ସେ ନିଜେ ମରିଲେ, ଆଉ ଶେଷରେ ସେ ମରିଗଲେ। ମେଟକୁ ତାଡିକି ଆଉ ସେ ଗୋଟେ ଏମିତି ଜାଗାରେ ତାକୁ ବାନ୍ଧି ଦେଇଥିଲେ, ଚାରିଆଡେ ଲୋକ ଥିଲେ, ଆଉ ସେଇ ମହଲ ଉପରେ ବି ଲୋକ ଥିଲେ। ଆଉ ସେଠାରେ ଗୋଟେ ପାୟା ଭଳିଆ ଲମ୍ବା ଥିଲା, ସେଇଠି ତାକୁ ବାନ୍ଧି ଦେଇଥିଲେ। ସେଇଠି ତରେ ପ୍ରଭୁଙ୍କ ଠାରେ ସେ ପ୍ରାର୍ଥନା କରିଥିଲେ, ତାର ଅନୁତାପ କଲା। ଆଉ ତରେ ସେ ପ୍ରାର୍ଥନା କଲେ, ସଠିକ ପ୍ରାର୍ଥନା କଲା, ପ୍ରଭୁ ଏଥର ମତେ ସ୍ମରଣ କର, ଦୟା କର, ଏଇ ତରକ ପାଇଁ ମତେ ବଳ ଦିଅ, ଶକ୍ତି ଦିଅ। ଆଉ ପ୍ରଭୁ ଲାଷ୍ଟ ମୋମେଣ୍ଟରେ ମଧ୍ୟ ତାର ପ୍ରାର୍ଥନା ଶୁଣିକି ବଳ ଦେଇଥିଲେ। ଆଉ ସେ ଯୋଉଟା ମୁଖ୍ୟ ସ୍ତମ୍ଭ ବଢିଆ ଥିଲା, ଆଉ ଫାୟା ବଢିଆ, ସେଠାରେ ବିଲ୍ଡିଂ ର ଲୁଡ ସବୁ ଥିଲା, ସେଠି ଟାଣିକି ସବୁ ଇଏ କରିକି ସେ ମଲେ। ଆଉ ସେଠି 3000 ନା 4000 ଲୋକ ତାକୁ ଦେଖିବା ପାଇଁ ଆସିଥିଲେ, ସେ ସମସ୍ତେ ମଲେ। ତାର ଜୀବନ ପୁରା ନଷ୍ଟ ହେଲା କି ନାହିଁ? ନଷ୍ଟ ହେଲା। ତ ଏଇପରି ଯୁବକ ଯୁବତୀ ମାନେ ବାପା ମାଙ୍କର କଥାକୁ ଅମାନ୍ୟ କଲେ ପରିଣାମ ଭୟଙ୍କର ହେବ। କେବେ ହେଲେ ବି ସେ ଜୀବନରେ ସୁଖ ପାଇବ ନାହିଁ, ଆଶୀର୍ବାଦ ପାଇବ ନାହିଁ, ଆଉ ଦୀର୍ଘାୟୁ ମଧ୍ୟ ହେବ ନାହିଁ। ପିତାମାତାଙ୍କର ଆଜ୍ଞା ମାନିଲେ, ପରମେଶ୍ୱରଙ୍କର ଆଜ୍ଞା ମାନିଲେ ଦୀର୍ଘାୟୁ ହେବ, ଆଉ ଆଶୀର୍ବାଦ କରିବେ, ଶାନ୍ତିରେ ମଧ୍ୟ ରହିବେ, ଜ୍ଞାନ ବୁଦ୍ଧି ମଧ୍ୟ ଦେବେ। ଆଉ ପରମେଶ୍ୱରଙ୍କର ଭୟ ନାହିଁ, ପିତାମାତାକୁ ଅସମ୍ମାନ କରିବ, ତାହେଲେ ତୁମଙ୍କ ଜୀବନରେ ଭୟଙ୍କର ପରିଣାମ ହେବ। ତ ଠିକ ଅଛି, ଆଜିର ବାକ୍ୟ ଅନୁସାରେ ସମସ୍ତେ ଯୁବକ ଯୁବତୀ ମାନେ ବିଶେଷ ଭାବରେ ବୁଝି ଯାଇଥିବେ ବୋଲି ମୋର ଆଶା। ଆଉ ଯୋଉମାନେ ଏପରି କାର୍ଯ୍ୟ କରୁଛନ୍ତି, ନିଜ ନିଜ ବାପା ମା ମାନଙ୍କୁ କ୍ଷମା ମାଗନ୍ତୁ। ବର୍ତ୍ତମାନ ସମୟ ଅଛି, ଯଦି ନାହିଁ ତୁଚ୍ଛ କରୁଛୁ ଈଶ୍ୱରଙ୍କର ବାକ୍ୟ, ଜୀବନରେ ପରିଣାମ ଭୋଗିବ। ଆଜି ନାହିଁ ତ କାଲି, 20-25 ବର୍ଷ ପରେ ବି ଭୋଗିବାକୁ ପଡିବ ହେଲା। ସାଙ୍ଗେ ସାଙ୍ଗେ ପ୍ରତିଫଳ ଦେବେ ନାହିଁ ପରମେଶ୍ୱର, କାହିଁକି ସୁଧୁରି ଯାଅ ବୋଲି କହ। ଯଦି ଆଜି ନାହିଁ ତ କାଲି, ବର୍ଷେ 2-3 ବର୍ଷ ବାହା ହେଲା ପରେ ବି ସେ ପରିଣାମ ଭୋଗିବାକୁ। ସେତେବେଳେ ବାପା ସତରେ କହୁଥିଲା, ମା ସତରେ କହୁଥିଲା, ମୁଁ ଏମିତି ଭାବରେ ପଶିଛି, ଏମିତି ଭାବରେ ଦୁଃଖ ଦେଇ, ସେତେବେଳେ କାନ୍ଦିଲେ ମଧ୍ୟ କିଛି ଲାଭ ନାହିଁ। ବର୍ତ୍ତମାନ କାନ୍ଦନ୍ତୁ,
ଆଉ ବାପା ମାଙ୍କ ଠାରୁ କ୍ଷମା ମାଗନ୍ତୁ। ସେପରି ଯଦି ଦୁଃଖ ଦେଇଛନ୍ତି, ଭୟ ଭିତରେ ରଖିଛନ୍ତି, ସେମାନେ କାନ୍ଦୁଛନ୍ତି ହୃଦୟରେ, ଆଉ ସେମାନଙ୍କୁ ଦୁଃଖ ଦେଇ ତୁମେ ଆରାମରେ ରହିବା, ଏହା କେବେ ଚିନ୍ତା କରନ୍ତୁ ନା, ଆଉ ତା ସଫଳ ବି ହେଇପାରିବ। ତ ଠିକ ଅଛି, ପ୍ରଭୁ ଏହି ବାକ୍ୟ ଦ୍ୱାରା ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ଆମେନ୍।